শুণুলে জীমূত বাহন বাস কহুলা শঙ্খচূড় এই রক্ত বস্ত্রটি পরিধান করে যে বধ্যশিলা উপরে শোই পড়িব তাকু হি গরুড় ভক্ষণ করিব। বিচরা রক্ত বস্ত্রটি ছাড়ি দেই যাইছে। পরোপকারী জীমূত বাহন রক্ত বস্ত্রটি পরিধান করি আজি বধ্যশিলা উপরে শোই পড়িলে রে। আকাশ মার্গরে সুসু পবন বহিলা পরি প্রতীয়মান হেলা। ইয়ে যে গরুড়র আগমন নিশ্চিত, তেণু অবয়বকু সংকুচিত করি রক্ত বস্ত্র মধ্যরে জীমূত বাহন ছপেই দেলে। আকাশরে উড়ি আসুଥିଲା গরুড়, চাহিদেলা বধ্যশিলা উপরে কেহি জনে রক্ত বস্ত্র পিন্ধি শোইছে। এই যে মোর খাদ্য এ চিরাচরি তো প্রথারে চঞ্চু ফুটে জীমূত বাহনଙ୍କୁ ଶଙ୍ଖଚୂଡ଼ ମନେ କରି ଯେତେବେଳେ ନିଜର ଚଞ୍ଚୁପୁଟରେ ଧରି ଆକାଶ ମାର୍ଗରେ ଉଡ଼ିଯାଏ, জীমূତ ବାହନଙ୍କର ସ୍କନ୍ଧ ଦେଶରେ ଯୋଉ ଉତ୍ତରୀୟ କି ଚାଦର ଖଣ୍ଡିକ ପଡ଼ିଥିଲା, ସେ ଚାଦର ଖଣ୍ଡିକ ରକ୍ତାକ୍ତ ଅବସ୍ଥାରେ ନିଜର ସ୍ତ୍ରୀ ମଳୟାବତୀଙ୍କ ନିକଟରେ ଯାଇ ପଡ଼ିଗଲା। ପତିବ୍ରତା ସତୀ ସାଧ୍ୱୀ ନାୟିକା ମଳୟାବତୀ ସ୍ୱାମୀଙ୍କର ସ୍କନ୍ଧ ଦେଶର ଉତ୍ତରୀୟକୁ ଯେତେବେଳେ ରକ୍ତାକ୍ତ ଅବସ୍ଥାରେ ଦେଖିଲେ, ଚିନ୍ତା କଲେ ପ୍ରଭାତ ମୁହୂର୍ତ୍ତରେ ମୋ ସ୍ୱାମୀ ମୋ ନିକଟରୁ ବିଦାୟ ନେଇ ଯାଇଥିଲେ, ଗଲାବେଳେ ଏଇ ଉତ୍ତରୀୟ ଖଣ୍ଡିକ ସ୍କନ୍ଧ ଦେଶରେ ଧାରଣ କରିଥିଲେ, ଇଏ ପୁଣି ଆଜି ରକ୍ତାକ୍ତ, ତାହେଲେ ମୋ ସ୍ୱାମୀଙ୍କ ଉପରେ କଣ କିଛି ବିପଦ ପଡ଼ିଲା? ଏଇ ଆଶଙ୍କାରେ ମଳୟାବତୀ ନିଜର ଶାଶୁ ଶ୍ୱଶୁରଙ୍କୁ ସାଥିରେ ଧରି ମଳୟ ପର୍ବତର ଶୀର୍ଷ ଦେଶକୁ ଚାଲିଲେ। ଯେନେ ଶଙ୍ଖଚୂଡ଼ ଯାଇଥିଲା ତାର ଆରାଧ୍ୟ ଦେବତା ଗୋକର୍ଣ୍ଣେଶ୍ୱରଙ୍କୁ ଅନ୍ତିମ ପ୍ରଣାମ ଜଣେଇବା ପାଇଁ ଫେରି ଆସିଛି ଶଙ୍ଖଚୂଡ଼। ଦେଖିଲା ରକ୍ତ ବସ୍ତ୍ର ଖଣ୍ଡିକ ନାହିଁ, ରକ୍ତ ବସ୍ତ୍ରର ବିନିମୟରେ ରକ୍ତ ବିନ୍ଦୁ ବିନ୍ଦୁ ସବୁ ପଡିଛି। ତାହେଲେ ଗରୁଡ଼ କଣ ପରୋପକାରୀ জীমূত ବାହନକୁ ଭକ୍ଷଣ କରିବାକୁ ନେଇଗଲା? ଏଇ ଆଶଙ୍କାରେ ଶଙ୍ଖଚୂଡ଼ କ୍ଷିପ୍ର ଗତିରେ ମଳୟ ପର୍ବତ ଉପରକୁ ଚାଲିଛି। ସେଦିନ ଗରୁଡ଼ জীমূত ବାହନଙ୍କର ମାଂସକୁ ଟିକି ଟିକି କରି ଖାଉଛି। ଖାଇଲା ବେଳେ ଚିନ୍ତା କରୁଛି, ଜୀବନରେ ବହୁତ ନାଗମାନଙ୍କୁ ମାରିକରି ତାଙ୍କର ମାଂସ ଖାଇଛି, ତାଙ୍କୁ ମାରିଲା ବେଳେ ତାଙ୍କର ଯୋଉ ମୃତ୍ୟୁକାଳୀନ ଚିତ୍କାର ଇଏ କାନ ବହୁବାର ଶୁଣିଛି, କିନ୍ତୁ ଏ ମହାତ୍ମା କିଏ ଯାହାଙ୍କର ମାଂସକୁ ଟିକି ଟିକି କରି ଖାଉଥିଲେ ମଧ୍ୟ ଇଏ ମୃତ୍ୟୁକାଳୀନ ଚିତ୍କାର କରୁନାହାନ୍ତି ରେ। ଆଜି ପହଞ୍ଚି ଯାଇଛନ୍ତି ମଳୟାବତୀ, ଦେଖିଦେଲେ ସ୍ୱାମୀଙ୍କର ମୃତ ଅବୟବ
ଗୋଟାଏ ପଦ ଆପଣଙ୍କର ଗଙ୍ଗାଧର ମେହେର ଲେଖିଲେ କହିଲେ ସାମାନ୍ୟ ନୁହେଁ ପତି ମହିମା ପତିବ୍ରତା ସତୀ ସାଧ୍ୱୀ ନାୟିକା ତା ନିକଟରେ ବ୍ରହ୍ମା ହର ଇନ୍ଦ୍ର ଚନ୍ଦ୍ର ସମସ୍ତେ ହାର ମାନନ୍ତି। ଗରୁଡ଼ ଦେଖିଦେଲା ଇଏ ହଉଛନ୍ତି ପତିବ୍ରତା ସ୍ତ୍ରୀ, ଅଭିଶାପ ଦେଲେ ମୁଁ ଭସ୍ମୀଭୂତ ହେଇଯିବି। ହାତ ଯୋଡ଼ି ଦେଇଛନ୍ତି ସେଦିନ ଗରୁଡ଼, କହିଲେ ମା ଅଜ୍ଞାନତା ବଶତଃ ମୁଁ ଆପଣଙ୍କର ସ୍ୱାମୀକୁ ମାରି ଦେଇଛି ଆଉ ମୁଁ ପ୍ରତିଶ୍ରୁତି ଦଉଛି ଆପଣଙ୍କର ସ୍ୱାମୀଙ୍କର ଜୀବନ ନାଟିକା ଫେରାଇ ଦେବି। ଏହି କଥା କହି ସ୍ୱର୍ଗ ରାଜ୍ୟରୁ ଅମୃତ ଭାଣ୍ଡରୁ ଅମୃତ ଆଣି ମୃତ ଅବୟବ ଜିମୁତ ବାହନଙ୍କର ଶରୀରରେ ଯେତେବେଳେ ସେଚନ କରିଦେଲେ ବଞ୍ଚି ଉଠିଲେ ଜିମୁତ ବାହନ। ଆନନ୍ଦ ହେଲା ଗରୁଡ଼, ହେ ଜିମୁତ ବାହନ ଅଭୂତ ନ ଭବିଷ୍ୟତି, ଅତୀତରେ ତମ ପରି ପର ପାଇ କେହି ଜୀବନ ଦାନ କରିନଥିଲେ କି ଭବିଷ୍ୟତରେ ତମ ପରି ପର ପାଇ କେହି ଜୀବନ ଦାନ କରିବେ ନା, ଏଣୁ ମୁଁ ତୁମ ଉପରେ ସନ୍ତୁଷ୍ଟ, ତମେ ମତେ କିବର ମାଗୁଛ ମାଗ। ହାତ ଯୋଡ଼ି ଦେଲେ ଜୀମୁତ ବାହନ, କହିଲେ ହେ ଗରୁଡ଼ ମହାରାଜ ଆପଣ ତ୍ରିବାର ସତ୍ୟ ନ କଲେ ମୁଁ କେବେ ହେଲେ ମୋର ମନର କଥାକୁ ବ୍ୟକ୍ତ କରିବି ନାହିଁ। ଗରୁଡ଼ ସତ୍ୟ କରିଦେଲେ, ସତ୍ୟ କରିବା ପରେ ଜୀମୁତ ବାହନ କହିଲେ ହେ ଗରୁଡ଼ ମହାରାଜ ଆଜି ଠାରୁ ଏ ପର୍ବତ ଉପରେ ତମେ ଆଉ ନାଗମାନଙ୍କୁ ଭକ୍ଷଣ କରିବ ନାହିଁ। ତଥାସ୍ତୁ କହିଦେଲେ ଗରୁଡ଼। ଏତିକିରେ ଆତ୍ମସନ୍ତୋଷ ଲାଭ ହେଲା ନାହିଁ ଜୀମୁତ ବାହନଙ୍କର। ଜୀମୁତ ବାହନ ଡାକିଲେ ହେ ଗରୁଡ଼ ମହାରାଜ ଜୀବନରେ ବହୁତ ନାଗମାନଙ୍କୁ ଆପଣ ମାରିଛନ୍ତି, ତାଙ୍କର ଅସ୍ଥି ସବୁ ପଡିଛି, ଘରେ ତାଙ୍କର ବାପ ମା ପୁଅ ଝିଅ ସବୁ କାନ୍ଦୁଥିବେ, ଟିକେ ଅମୃତ ସିଞ୍ଚି ଦିଅ, ସେମାନେ ପୁନର୍ଜୀବନ ଲାଭ କରି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ। ତାହା ହିଁ ହେଲା, ସବୁ ନାଗମାନେ ପୁନର୍ଜୀବନ ଲାଭ କରି ଜୀମୁତ ବାହନଙ୍କର ଜୟ ଜୟକାର ସ୍ୱରରେ ଗଗନ ପବନ ମୁଖରିତ କରି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ଏଣୁ ନିଜର ପିତା ମାତାଙ୍କର ଆଶୀର୍ବାଦ ଫଳରେ ଜୀମୁତ ବାହନ ମୃତ୍ୟୁ ମୁଖରୁ ଉଦ୍ଧାର ପାଇ ଯୁଗ ଯୁଗ ପାଇ ବିଶ୍ୱ ଦରବାରରେ ମୋହନୀୟ କୀର୍ତ୍ତି ରଖିଦେଇ ଚାଲିଗଲା। ତେଣୁ ଶାସ୍ତ୍ର ଲେଖିଲା ବୋଲେ ବଳିଦାତା ଶିବିଦାତା হরিশ্চন্দ্র কনকদাতা মোক্ষদাতা জনার্দন বলি এক দাতা শিবি এক দাতা জিমুত বাহনঙ্কর এক দাতা হরিশ্চন্দ্র এক দাতা কর্ণ এক দাতা নারায়ণ হচ্ছন্তি মোক্ষদাতা। সেই সত্য নারায়ণ এই অনুষ্ঠানକୁ দীর্ঘায়ু করিবে।